ପ୍ୟାରୀମୋହନ ମହାପାତ୍ର ବ୍ରାହ୍ମଣ ଥିଲେ ସତ, କିନ୍ତୁ ଚିନ୍ତାଧାରା ଥିଲା ବାମପନ୍ଥୀ ଏବଂ ତାଙ୍କୁ ଭୁବନେଶ୍ୱରରୁ ବାରମ୍ବାର ଅଦଳ ବଦଳ କରୁଥିଲେ ବିଜୟ ମହାପାତ୍ର। ତାଙ୍କର ରାଗ ଥିଲା ବିଜୟ ବାବୁଙ୍କ ଉପରେ। ଯେତେବେଳେ ବିଜୁ ଜନତା ଦଳ ଗଠନ ହେଲା ସିଏ ଆଗ ବିଜୟ ମହାପାତ୍ରଙ୍କୁ ବଳି ପକାଇଦେଲେ, କହିଲେ ଏଇ ଲୋକଟା ବେଶୀ ପାର୍ଟି କରୁଛି, ଆକୁ ଆଗ ବାହାର କରିଦିଅ। ତାପରେ ଧୀରେ ଧୀରେ ଯିଏ ଭଲ କଥା କହିଲା ବାହାରିଲା। ତାପରେ ପାଣ୍ଡିଆନ ବାବୁ ଆସିଲେ, ପ୍ରଥମେ 2015-16କୁ ଟିକେ କବାଟ ଖୋଲିଲେ। ହୁ ଆର୍ ୟୁ? ଓକେ ଓକେ, ନୋ ପ୍ରୋବ୍ଲେମ୍, ଆଇ ୱିଲ୍ କନଭେ ଦ ମେସେଜ। ଓହୋ, ନୋ ପ୍ରୋବ୍ଲେମ୍, ବାଇ ଦ ୱେ ହ୍ୱାଟ୍ସ ୟୋର ନେମ୍? Pradeep Panigrahi. Okay, I will convey the message. No, sir is busy. এটা 2016-17 ଚାଲୁଥିଲା। 18-19 ବେଳକୁ କବାଟଟା ଆଉ ଟିକେ ଖୋଲା ହେଲା। 20-21 ବେଳକୁ କବାଟଟା ଖୋଲିକି 2-4 ଜଣ ବସିଲେ। এই ବର୍ଷ ଯୋଉ 2024ରେ ଯୋଉ ରାଜନୀତି ଆପଣ ଯୋଉ ଟିକେଟ ବଣ୍ଟା ହେଲା, ଏଇ ଯୋଉ କେଲେଙ୍କାରୀ ହେଲା, ସିଏ ଟୋଟାଲ ନବୀନ ବାବୁ ଏ ବିଷୟରେ 5 ଟଙ୍କାରେ ବି ଜାଣିନାହାନ୍ତି। ସିଏ କବାଟ ଖୋଲି ସିଏ ତାଙ୍କର ଟିକେଟ ବାଣ୍ଟିଲେ। ଯାହାଫଳରେ କାହିଁକିନା ଏଡ଼େ ବଡ଼ ଦଳ କେବେ ହାରିବା କଥା ନୁହଁ। ମୁଁ କେବେ ଭାବିନଥିଲି ଯେ ବିଜୁ ଜନତା ଦଳ ହାରିବ ବୋଲି।